ଅଶ୍ୱସ୍ଥ ଗଛକୁ ଯିଏ ଛେଦ କରେ ସିଏ ହେଲା ମହାପାପୀ ମହାପାପୀ ପିତୃମାତୃ ଘାତୀ କଣ ପିତା ଯିଏ ବାପା ହଁ ମା ଯିଏ ମା ମାତୃ ହଁ ଏମାନଙ୍କର ମନରେ ଆଘାତ ହେଲା ବୋଲି କାର୍ଯ୍ୟ ଯିଏ କରେ করে ଏମାନଙ୍କର ଆଖିରେ ଲୁହ ଆସିଲା ଭଳି ବ୍ୟବହାର ଯିଏ ଦେଖାଏ ହଁ ତା ଠାରୁ ବଡ ପାପୀ ଏ ସଂସାରରେ ଆଜ୍ଞା କେହି ନାହାନ୍ତି କେହି ନାହାନ୍ତି ହଁ 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 ଜରାଶ୍ରମ କଥା କହୁଛ ସେଦିନ ପରା କହିଲେ ମଧୁବାବୁ କଣ କହିଲେ କଣ ପ୍ରତ୍ୟକ୍ଷ ଦେବତା ସମମଣିମ ହେ ଜନନୀ ଜନକେ আহে জনকে জনকে ପ୍ରାଣପଣେ ସଦା ସେବା କରୁଥିବ বালিকা বালকে ବାଳିକା ବାଳିକା বালিকা বালকে ବାଳିକା ବାଳକେ ବାଳିକା বালিকা বালকে ବାପା ମା ହଉଛନ୍ତି ପ୍ରତ୍ୟକ୍ଷ ଦେବତା ତାଙ୍କ ଠାରୁ ବଡ ସଂସାରରେ ଆଉ କେହି নাহাতি କହିଲା ମା ହାତ ବଢା ଚୁଚ୍ଛା ଭାତ ଥାଳି ଚୁଚ୍ଛା ଭାତ ଥାଳି ଆହା ଲାଗଇ ସୁଆଦ ଅମୃତ ଭଳି ମା ଗୋଟିଏ ଏମିତି ନା ମା ହାତରେ ଏମିତି କୁହୁକ ଶକ୍ତି ଥାଏ বেশ ଯଦି ଆମେ କାମରୁ ଫେରିଛେ କ୍ଳାନ୍ତ ହେଇ ପଡିଛେ বেশ ମା ଯଦି ତା ହାତରେ ଖାଲି ଭାତ ବାଢି ଦିଏ ଇଆ ଠାରୁ ସୁଆଦିଆ ସଂସାର ଆଉ କିଛି ନାହିଁ ନାହିଁ ହାଁ? ଆମ ରୋଗ ସେ ଯେ ଦିନ ରାତି ବସି ଦିନ ରାତି ବସି ଦିନ ରାତି ବସେ ଦେହ ମୁଣ୍ଡ କିଏ ଦେବରେ ଆଉସି ଦେବରେ ଆଉସି ଦେଖିଦେଲେ ଆମ ଭୋକ ଶୋଷ ମୁହ ଭୋକ ଧରି ଯାଏ ଯାର ନୟନରୁ ଲୁହ ଆମର ଭୋକିଲା ଶୋଷ ମୁହଁକୁ ଯିଏ ଦେଖିଦିଏ ମୁହଁ ଦେଖି ଯୋଉ ମା ମନର କଥାକୁ ପଢି ଦିଏ ସେଇ ମା ଆଜକୁ ହୁଏତ 12 ଦିନ ବିତିଗଲାଣି ଏ ଘରୁ ମା ଶବ୍ଦଟି ହଜି ଯାଇଛି ଆଜ୍ଞା ଚାହିଁଲେ ଆଉ କିଏ ଦେଇପାରିବ ବାପା ବାପା ଥିଲା ପୁଅ ସଭାରେ ହାରେ ନା ସଭାରେ ହାରେ ନା ସଭାରେ ହାରେ ନା ମା କୋଳେ ପୁଅ ଦୁନିଆ ହାରେ ନା ଦୁନିଆ ହାରେ ନା ବାପା ଆଉ ମା ସଂସାର ଇଏ ଜାଗା ଯଦି ଥରେ ଖାଲି ହୁଏ ତାଙ୍କ ଜାଗା ଆଉ ଚାହିଁଲେ ବି ପୂରଣ ହେଇପାରିବ ନାହିଁ ସେଇ କଥା ସେଦିନ ବୁଝେଇଲେ ଦେବର୍ଷି ପିତୃମାତୃ ଘାତୀ ପ୍ରଭୁ ଆପଣ ହଉଛନ୍ତି ଜଣେ ପିତୃମାତୃ ଘାତୀ କଣ ଆପଣ କଲେ କହିଲେ ଜନ୍ମୀ ମଥୁରାରେ ବଢିଲ ଗୋପରେ ପାଳିଥିଲା ନନ୍ଦ ନାରୀ ପାଳିଥିଲା ନନ୍ଦ ନାରୀ ବାତ୍ସଲ୍ୟ ମମତା ଢାଳି ଦେଇଥିଲା ଆପଣ ଜନ୍ମ ହେଲେ କୋଉଠି ମଥୁରାପୁରରେ ବଢିଲେ ଗୋପପୁରରେ ଜନ୍ମ କଲେ ଦେବକୀ ବସୁଦେବ ପାଳିଲେ ନନ୍ଦ ଯଶୋଦା ଆଚ୍ଛା ଜନ୍ମ କଲା ମା ଠାରୁ ଅଧିକା ଲାଳନ ପାଳନ କରିଥିଲା ବାତ୍ସଲ୍ୟ ସ୍ନେହ ଦେଇଥିଲା ଆମକୁ ଆପଣଙ୍କୁ ନନ୍ଦ ଏବଂ ତାଙ୍କ ରାଣୀ ଯଶୋଦା କଣ ନ କରିଥିଲେ ଆପଣଙ୍କ ପାଇଁ ପ୍ରଭୁ ଶାସ୍ତ୍ର ପୁରା କହିଲା ଜନ୍ମିତ ଜନନୀ ଠାରୁ ବଳି ପୁଣି ଧର୍ମ ଜନନୀ ତୁମ ପାଇଁ କୃଷ୍ଣ ଯଶୋଦା ମାର ଭାଙ୍ଗୁଥିଲା ସେଇ ଯଶୋଦା ମା ପରା ଆପଣଙ୍କ ଅଳି ଅଝଟକୁ ସହ୍ୟନ କରେ ଯିଏ ଆପଣଙ୍କ ପଛରେ ସଦା ସର୍ବଦା ଯିଏ ଚିର ଧାବନ କରୁଥାଏ ଯୋଉ ଯଶୋଦା ମା ଆପଣଙ୍କର କୋଉଠି ଟିକେ ଧୂଳି ଲାଗିଲେ ତା ଆଖିରୁ ଲୁହ ଝରିଯାଏ ସେଇ ଯଶୋଦା ମା କୁ ଆପଣ ମନେ ରଖିଛନ୍ତି ପ୍ରଭୁ ଆଜି ଦ୍ୱାରକା କଟକରେ ଆପଣ ରାଜସିଂହାସନକୁ ଆଦରି ବସିଛନ୍ତି ଯୋଉ ନନ୍ଦ ଯଶୋଦା ଆପଣଙ୍କ ପାଇଁ ବାତ୍ସଲ୍ୟ ସ୍ନେହ ଢାଳି ଦେଇଥିଲେ ସେଇ ଯଶୋଦା ଏବଂ ନନ୍ଦ ରାଜାଙ୍କର ଆଖିରୁ ଆଜି ଲୁହ ଶୁକୁନି ପ୍ରଭୁ ଆପଣଙ୍କ ସକାଶେ କଣ ନ କରିଥିଲେ ଆପଣଙ୍କ ପାଇଁ ଯଶୋଦା କହିଲା ପୂର୍ବ ଦ୍ରବ୍ୟକୁ ଶିକାର
ସୁଖ ପାଇଁ ପ୍ରଭୁଙ୍କ ନିକଟରେ କେତେ ମାନସିକ ରଖେ। ସୁସ୍ୱାଦୁ ଦ୍ରବ୍ୟଟିଏ ପାଇଲେ ନିଜ ପେଟରୁ କାଟି ଯିଏ ଶିକାରେ ସାଇତି ରଖେ। ବାତ୍ସଲ୍ୟ ସ୍ନେହମୟୀ ମାହାର ମମତାକୁ ପ୍ରଭୁ ଆପଣ ପାଶୋରି ଦେଇଛନ୍ତି ନା। ଆପଣ ହଉଛନ୍ତି ମହାପାପୀ। ଖାଲି ସେତିକି ନୁହଁ, ଆପଣଙ୍କର ବଡପଣ ପ୍ରଭୁ ଆଉ ନାହିଁ। ମନ ମଧ୍ୟରେ ଯୋଉ ଗର୍ବ ଭାବ ଆପଣ ରଖିଛନ୍ତି, ପତିତ ପାବନ ବୋଲି ମନରେ ଯୋଉ ଗର୍ବ, ଇଏ ପତିତ ପାବନ ନାମଟି ଆଜି ଶୂନ୍ୟ ହବାକୁ ବସିଲାଣି। ପ୍ରଭୁ କେମିତି ପତିତ ଆଉ ପାବନ ଯୋଡ଼ିଏ ଶବ୍ଦର ମିଶ୍ରିତରେ ଗୋଟିଏ ଶବ୍ଦ ତିଆରି ହେଲା ପତିତ ପାବନ। ପତିତ ବୋଲନ୍ତେ ପାପୀ, ପାବନ ବୋଲନ୍ତେ ଯେ ଉଦ୍ଧାର କରେ। ପ୍ରଭୁ ଆପଣ ଆଉ ଉଦ୍ଧାର କରିବା ବାଲାଙ୍କ ଲିଷ୍ଟରେ ନାହାନ୍ତି। ଆପଣ ପୁରା ପତିତ ମାନଙ୍କ ସହିତ ଗଣନା ହେଲେଣି। ଆପଣଙ୍କର ବଡପଣ ପ୍ରଭୁ ଆଉ ନାହିଁ। ପ୍ରଭୁ ଗଲା କୁଆଡେ? ଗଲା ସରି ଯାଉଛି ହେ ହରି ତୁମ ବଡପଣ, ସରି ଯାଉଛି ହେ ହରି ତୁମ ବଡପଣ, ସରି ଯାଉଛି ହେ ହରି ତୁମ ବଡପଣ। ହେ ପ୍ରଭୁ ଆପଣଙ୍କର ବଡପଣ ସରିବାକୁ ଗଲାଣି। ଇଏ ପତିତ ପାବନ ନାମ ଶୂନ୍ୟ ହବାକୁ ବସିଲାଣି। ପତିତ ପାବନ ନାମ ଶୂନ୍ୟ ହେବ, ପତିତ ପାବନ ନାମ ଶୂନ୍ୟ ହବ। ଆଜି ପତିତ ହୋଇଲ ସରି ଯାଉଛି ହରି ତୁମ ବଡପଣ, ସରି ଯାଉଛି ହରି ତୁମ ବଡପଣ, ସରି ଯାଉଛି ହରି ତୁମ ବଡପଣ। ପ୍ରଭୁ କୁଆ ଗଲା? ଏ ବଡପଣ ଗଲା କୁଆଡେ? ଟିକେ ପୂର୍ବରୁ ବଳି ବାମନ ଷ୍ଟକ କଥା କହୁଥିଲି, ସେଇ ସତ୍ୟ ଯୁଗର କଥା। କହିଲା ସତ୍ୟ ଯୁগে ବଳି ରାଜା ଡରେ କୀର୍ତ୍ତି କରିଦେଉ ଅବଦାନ, କରିଦେଉ ଅବଦାନ, କରିଦେଉ ଅବଦାନ। ଏବେ ସତ୍ୟ ଯୁগে ବଳି ରାଜା ଡରେ କୀର୍ତ୍ତି କରିଦେଉ ଅବଦାନ, କରିଦେଉ ଅବଦାନ, ହେ ପ୍ରଭୁ କରିଦେଉ ଅବଦାନ। ଦାତା ଶୂନ୍ୟ କରି ଗଇ ତାଙ୍କ ଠାରୁ, ଦାତା ଶୂନ୍ୟ କରି ଗଇ ତାଙ୍କ ଠାରୁ, ଦାତା ଶୂନ୍ୟ କରି ଗଇ ତାଙ୍କ ଠାରୁ, ଦାତା ଶୂନ୍ୟ କରି ଗଇ ତାଙ୍କ ଠାରୁ। ପ୍ରଭୁ ତାକୁ ପାତାଳରେ ଦେଲ ସ୍ଥାନ, ସରି ଯାଉଛି ହେ ହରି ତୁମ ବଡପଣ, ସରି ଯାଉଛି ହେ ହରି ତୁମ ବଡପଣ, ସରି ଯାଉଛି ହେ ହରି ତୁମ ବଡପଣ। ସତ୍ୟ ଯୁଗରେ ମହାଦାନୀ ବଳିର ବଡପଣକୁ ଆପଣ ସିନା ଚୂର୍ଣ୍ଣ କଲେ। ଯିଏ ଥିଲା ଦାତା ସେ ଦାନ କରୁଥିଲା, ଯୋଉମାନେ ଗ୍ରହଣ କରୁଥିଲେ ଆଜ୍ଞା ସେ ଥିଲେ ଗ୍ରହିତା। ଆପଣ ବଳି ରାଜାକୁ ପାତାଳପୁରକୁ ଚାପିଲେନି ଯେ ୟା ଫଳରେ ହେଲା କଣ?